ଆଜି ମୋ ଝିଅର ଡିମାଣ୍ଡ ଥିଲା ମାମା ମ୍ୟାଙ୍ଗୋର ଗୋଟେ ଫ୍ରେଞ୍ଚ ଟୋଷ୍ଟ ବନାଅ ଯୋଉଟାକି ମୁଁ ମୁମ୍ବାଇ ଗଲା ପରେ ମୁଁ ଯେମିତି ତିଆରି କରିପାରିବି। ଏକଦମ ଇଜି। ପ୍ରଥମେ କଣ କରିବା ନା ଗୋଟେ ବାଉଲରେ 2 କପ୍ କ୍ଷୀର ନେଇଯିବା। ତା ଦେହରେ କଣ କରିବା 2 ଚାମଚ କଷ୍ଟର୍ଡ ପାଉଡର ପ୍ରଥମେ ମିଶେଇଦବା ଯେମିତି ଲମ୍ପସ ବିଲକୁଲ ରହିବନି। ତାପରେ ତାକୁ ଗ୍ୟାସରେ ବସେଇଦବା। ଏମିତି କଣ୍ଟିନ୍ୟୁଅସ ଘାଣ୍ଟିବା। ଘାଣ୍ଟି 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 ତାକୁ ଟିକେ ଠିକ ହେଇ ଆସିଲା ବେଳକୁ ଆପଣ ମାନେ ସ୍ୱାଦ ଅନୁସାରେ ଚିନି ଦେଇଦେବେ। ତାପରେ ମ୍ୟାଙ୍ଗୋର ପ୍ୟୁରି ପ୍ରାୟ 2-3 ଚାମଚ ଦେଇଦେବେ। ଦେଖନ୍ତୁ କନସିଷ୍ଟେନ୍ସିଟା ଏମିତି ହେବା ଦରକାର। ତାପରେ ପ୍ଲେଟିଂ କରିବା। ଏମିତି ଗୋଟେ ପ୍ଲେଟ୍ ନେଇଯିବା। ତାର ମଝିରେ ଏମିତି ଗରମ ଥିବା ଅବସ୍ଥାରେ ପକେଇଦବା। ପକେଇ ଦେଇକି ତାପରେ କଣ କରିବା ବଟର 2 ଚାମଚ ଖଣ୍ଡେ ନେଇଯିବା। ନେଇକି ଗୋଟେ ବ୍ରେଡଟାକୁ ଏମିତି ସାଇଡରୁ ଟିକେ ଟିକେ କାଟିଦେବା। କାଟି ଦେଇକି ତାକୁ ଏମିତି 2 ପଟ ଯାକ ଗୋଲ୍ଡେନ ବ୍ରାଉନ କରିକି ଟିକେ ସେକିଦେବା। ତା ଉପରେ ଟିକେ କ୍ଷୀର ଦେଇଦେବା। ପୁଣି ଟିକେ ପାଉଡର ସୁଗର ଦେଇଦେବା କାହିଁକିନା ସେଟା ଖାଇବାକୁ ବହୁତ ଭଲ ଲାଗିବ। ତା ଉପରେ ଏମିତି ପ୍ଲେଟିଂ ଦେଇଦେବା। ତାପରେ ଆମ୍ବ ଟିକେ ସଜେଇଦେବା। ତାପରେ ଆଇସ୍କ୍ରିମ ଗୋଟେ ସ୍କୁପ ଦେଇଦେବା। ତା ଚକୋଲେଟର ଗ୍ରାନ୍ୟୁଲ ନହେଲେ ଆପଣ ମାନେ ଟୁଟି ଫୁଟି ଯାହା ବି ଦେଇକି ବର୍ତ୍ତମାନ ସଜେଇ ପାରିବେ। ଦେଖିଲେ ତ କେତେ ସୁନ୍ଦର ତିଆରି ହେଇଗଲା। ଆପଣ ମାନେ ନିହାତି ବନାନ୍ତୁ ତାର ମଜା ଉଠାନ୍ତୁ।